ଅଭିନନ୍ଦନ ଜଣାଉଛି। ବିଶ୍ୱର ଦେବତା ହେଲେ ଜଗନ୍ନାଥ। ସାରା ବିଶ୍ୱର ଅର୍ଥ ଆସିବ। ଆରବ କଣ୍ଟ୍ରିରୁ, ଆଫ୍ରିକା କଣ୍ଟ୍ରିରୁ, ୟୁରୋପ କଣ୍ଟ୍ରିରୁ ପଇସା ଆସିବ, ଖୁବ ଭଲ ହବ। ଇଭିନ୍ କି ଚାଇନାରୁ ବି ଆସିବ। ଡିଜିଟାଲ ହୁଣ୍ଡି ଭଲ ହବ। ବହୁତ ଫରେନ୍ ମନି ଆସିବ, ବିଦେଶରୁ ଅର୍ଥ ଆସିବ। ବିଶ୍ୱର ଦେବତା ହେଲେ ଜଗନ୍ନାଥ। এইটা হলে খুব বঢ়িয়া গুড সজেশন যে গভর্নমেন্ট ଦେଇଛି। এটা গুড সজেশন। ବହୁତ ଫରେନ୍ ମନି ଆସିବ, ଲୋକ ହଜାରି ଦେଇଯିବେ। ଅଭିନନ୍ଦନ। ଆସୁଛି କିନ୍ତୁ ଏଥିରେ ଆଇଲା ପଇସା ଆତ୍ମସାତ ହେଇପାରିବନି। ସେଟା ସବୁ ଲିଷ୍ଟେଡ୍, ସବୁ କମ୍ପ୍ୟୁଟର ଫିଡିଂ, ସବୁ କେହି ଖାଇପାରିବେ। ଏ ଯେ ଆଇଡିଆରେ ଆଡପ୍ଟ କରିବା ପାଇଁ ଯାଉଛନ୍ତି, ମୁଁ ଅଭିନନ୍ଦନ ଜଣାଉଛି। ବିଶ୍ୱର ଦେବତା ହେଲେ ଜଗନ୍ନାଥ। ସାରା ବିଶ୍ୱର ଅର୍ଥ ଆସିବ। ଆରବ କଣ୍ଟ୍ରିରୁ, ଆଫ୍ରିକା କଣ୍ଟ୍ରିରୁ, ୟୁରୋପ କଣ୍ଟ୍ରିରୁ ପଇସା ଆସିବ, ଖୁବ ଭଲ ହବ। ଇଭିନ୍ କି ଚାଇନାରୁ ବି ଆସିବ। ହଁ ହଁ, ଚାଇନାରେ ବହୁତ ହିନ୍ଦୁ ଅଛନ୍ତି। ମୁଁ ଚାଇନା ଯାଇଛି, ଗୋଟେ ସହରରେ ମୁଁ ଦେଖିଲି ଗୋଟେ ବଢିଆ ଶିବ ମନ୍ଦିର କରିଛନ୍ତି। ତାଙ୍କର ଯୁଆଡେ ଯିବ ବୁଦ୍ଧ ମନ୍ଦିର, କିନ୍ତୁ ଗୋଟେ ବଢିଆ ଶିବ ମନ୍ଦିର କରିଛନ୍ତି ଏବଂ ନିଟ୍ ଆଣ୍ଡ କ୍ଲିନ୍, ସୁନ୍ଦର ଭାବେ ପୂଜା। ବହୁତ ଚାଇନିଜ ଯାଇ ପୂଜା କରୁଛନ୍ତି, ଯେଣୁ ସବୁ ପୂଜା କରୁଥାନ୍ତି। ଅଛନ୍ତି ହିନ୍ଦୁ, ହିନ୍ଦୁ ସାରା ବିଶ୍ୱରେ ଅଛନ୍ତି। ଏବେ ତ ବଣିଆ ଚିହ୍ନଟ ହେଇନାହାନ୍ତି, ଆଉ ବଣିଆ ମିଳନ୍ତୁ ଆଗ। ଆମ ରତ୍ନ ଭଣ୍ଡାରରେ କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତ ଜିତି ହୀରା, ନୀଳା, ମୋତି, ମାଣଙ୍କ ସବୁ ଦାମୀ ଜିନିଷ ଆଣି ରଖିଛନ୍ତି। ସେଥିପାଇଁ ଦରକାର ପୋଖତ ବଣିଆ, ଯିଏକୁ ହୀରା ଚିହ୍ନିଥିବ, ମଣିକି ଚିହ୍ନିଥିବ। ସେ ଭଳିଆ ବଣିଆ ନହେଲା ପର୍ଯ୍ୟନ୍ତ ଖୋଲିବାଟା ଉଚିତ ନୁହେଁ। କାରଣ ଆମ ଏ ଭାରତୀୟ ବଣିଆ କେବଳ ଗୁଜୁରାଟରେ ଅଛନ୍ତି। ବଣିଆ ଗୁଜୁରାଟ, ସେ ଚିହ୍ନିଦେବେ କୋଉ ମୂଲ୍ୟବାନ ରତ୍ନ କିଏ। ଓଡିଶା ବଣିଆ ଅଛନ୍ତି, ଚିହ୍ନି ପାରିବେନି। ମୁଁ ଜାଣିବାରେ ହୀରାରେ ବହୁ ପ୍ରକାର ହୀରା ଅଛି। ଏ ବଣିଆ କଣ ଚିହ୍ନିବେ? ଏ ଆମକୁ ଯୋଉ ବିକ୍ରି କରୁଛି ସେଇ ବଣିଆ ଏମାନେ। ତେଣୁ ପୋଖତ ବଣିଆ ହବା ହେଲେ ଓଜନ ହବ। ହୀରା କେତେ, ନୀଳା କେତେ, ମଣି କେତେ, ମୁକ୍ତା କେତେ, ସବୁ ବାହାରିବ। ରୂପା କେତେ, ଭଲ ହବ। ଅଛି ଅଛି, ସାକୁ କେହି ନେଇପାରିବେନି। ଜଗନ୍ନାଥ ଜିନିଷ କେହି ନେଲି ଯେ ନବ ସେ ସେଠୁ ଯାଇପାରିବନି। ସେ ପ୍ରଭୁଙ୍କର ଟଙ୍କା, ପ୍ରଭୁଙ୍କର ଅର୍ଥ, ପ୍ରଭୁଙ୍କର ହୀରା, ପ୍ରଭୁଙ୍କ ସୁନା, ସେମିତି ରହିଛି।